So hello my friends, this is Sushant sir from SKB Education Odia. ଜୟ ଜଗନ୍ନାଥ ପିଲାମାନେ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ SKB Education Odia ପରିବାରକୁ। ତ ଆପଣମାନଙ୍କୁ ଜଣାଥିବ ଯେଉଁମାନେ ଆମ ସହିତ ପ୍ରିପେୟାର ହେଉଛନ୍ତି ଏବଂ ପାଠ ପଢ଼ୁଛନ୍ତି ଏବଂ ଆଗକୁ ବଢ଼ୁଛନ୍ତି ନିଶ୍ଚିତ ଭାବରେ ସେମାନେ ବହୁତ ବେନିଫିଟ୍ ପାଉଥିବେ ମୋ ଚ୍ୟାନେଲ୍ ମାଧ୍ୟମରେ। ଆପଣମାନଙ୍କ ପାଇଁ ବହୁତ ଗୁଡ଼ା ସ୍କିମ୍ ସ୍କଲାରସିପ୍ ଆପଣଙ୍କର ଯାହା ବି ଆସୁଛି ସବୁଗୁଡ଼ା ଭିଡ଼ିଓ ଆପଣଙ୍କୁ ପ୍ରଥମେ ଅପଡ଼େଟ୍ ଆଣୁଛୁ ଆମେ ଆମ ଚ୍ୟାନେଲ୍ ମାଧ୍ୟମରେ। ଏବଂ ଆପଣ ଜାଣିଥିବେ ଯେ ଓଡ଼ିଶାର ଯେଉଁ ଆଦର୍ଶ ବିଦ୍ୟାଳୟ ରହିଛି ସେଥିପାଇଁ ଯେଉଁ ପିଲାମାନେ ବର୍ତ୍ତମାନ ପଢ଼ୁଛନ୍ତି କ୍ଲାସ୍ 6 ଆଉ 7ରେ ସେମାନଙ୍କ ପାଇଁ ଆମେ ପ୍ରିପେୟାର କରୁଛୁ ବା ସେମାନଙ୍କୁ ଆମେ କୋଚିଂ ଦିଆଯାଉଛି ଆମ ଆପ୍ଲିକେସନ୍ ମାଧ୍ୟମରେ ବା ଆମ ଚ୍ୟାନେଲ୍ ମାଧ୍ୟମରେ। ତ ସେଇ କ୍ଲାସ୍ 6 ଆଉ 7 ପିଲାମାନେ ଚାହିଁଲେ ଆମ ସହିତ ଆଡ଼ମିସନ୍ କରିକି ଅନଲାଇନ୍ କୋଚିଂ ନେଇପାରିବେ ବହୁତ ହି ଲୋ କଷ୍ଟରେ ବହୁତ ହି ଭଲ ଭାବରେ ସେ ପ୍ରିପେୟାର କରିକି ଭଲ ପାଠ ପଢ଼ିପାରିବେ। ତ ଆଜି ରହୁଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଯେଉଁ ପରୀକ୍ଷା ଚାଲିବାକୁ ଯାଉଛି 24 ତାରିଖରୁ ଆପଣଙ୍କର ପ୍ରିଡିଂ ଟେଷ୍ଟ ହେବାକୁ ଯାଉଛି 1 ଆଜି ଦେଖିବା ଆମେ କ୍ଲାସ୍ 7ର ଓଡ଼ିଆ କୋଶ୍ଚେନ୍। ତ ଏଇଭଳି କୋଶ୍ଚେନ୍ ଆଗରୁ ଆସିଥିଲା ଏ କୋଶ୍ଚେନ୍ର ଆନ୍ସର୍ କ'ଣ ଥିଲା କେମିତି ଆସିବ ଆଗକୁ କୋଶ୍ଚେନ୍ ତା ଉପରେ ଗୋଟେ ଆଇଡ଼ିଆ ଆଣିବା ପାଇଁ ଆପଣମାନଙ୍କ ପାଇଁ ମୁଁ ଆଗେ ଆଣିଛି ଓଡ଼ିଆ କୋଶ୍ଚେନ୍। ନିଶ୍ଚିତ ଭାବେ ଦେଖନ୍ତୁ ବହୁତ ହି ଭଲ ଲାଗିବ ବହୁତ ହି ଆପଣଙ୍କୁ ହେଲ୍ପଫୁଲ୍ ହେବ। ତ ଯେଉଁମାନେ ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଯଦି ଭିଡ଼ିଓ ପସନ୍ଦ ଆସୁଛି ତାହେଲେ ସବସ୍କ୍ରାଇବ୍ କରି ଲାଇକ୍ କରି ଭିଡ଼ିଓକୁ ସେୟାର କରନ୍ତୁ। ତ ଚାଲନ୍ତୁ ଦେଖିବା ଓଡ଼ିଆ କୋଶ୍ଚେନ୍ କ'ଣ ରହିଥିଲା ଗତ ବର୍ଷର ଏବଂ ଏହାର ଆନ୍ସର୍ କେମିତି ରହୁଛି କେମିତି ଭାବରେ ଆପଣ ପାଟର୍ନ ଆସୁଛି ସବୁକିଛି ତଥ୍ୟ ଆପଣ ଏଠୁ ପାଇଯିବେ। ଓକେ ପୁଣି ଦେଖିବା ମୁଁ କହିଥିଲି ଆପଣଙ୍କୁ ଯେ ନୂଆ ଭିଡ଼ିଓରେ ପୁଣି ଭେଟିବା। ଦେଖନ୍ତୁ ଆପଣମାନଙ୍କ ପାଇଁ ମୁଁ ପୁଣି ଗୋଟେ ନୂଆ ଭିଡ଼ିଓ ନେଇ ଆସିଛି। ଦେଖନ୍ତୁ ଓଡ଼ିଆ କୋଶ୍ଚେନ୍ ଭଲ ଭାବରେ ପ୍ରିପେୟାର ହୁଅନ୍ତୁ ଏବଂ ଭଲ ରେଜଲ୍ଟ କରନ୍ତୁ ଭଲ ନାଁ କରନ୍ତୁ। ଓକେ ପିଲାମାନେ ଆରେ ପିଲାମାନେ ବୁଝୁଛ କି ନାହିଁ ଚାଲ ଦେଖିବା ତାହେଲେ ଓଡ଼ିଆ କୋଶ୍ଚେନ୍ କ'ଣ ଥିଲା ଗତ ବର୍ଷର। ଓଡ଼ିଆ ପାଠ କେତେ ମାର୍କ 40 ମାର୍କ ସବୁଗୁଡ଼ା ପାଠ ତୁମର 40 ମାର୍କର ପରୀକ୍ଷା ହେଉଛି। ବ୍ୟସ୍ତ ହେବାର କିଛି ନାହିଁ 40 ମାର୍କର ପାଠ 40ରୁ କେମିତି ଆମେ 40 ରଖିବାକୁ ଚେଷ୍ଟା କରିବା 40 ନହେଲା ନାହିଁ 37 38 ନା ଓଡ଼ିଆ ପାଠ ନା ସରଳାର୍ଥ ରହୁଛି ନା ରଚନା ରହୁଛି ନା ତୁମେ ଯଦି 35 36 ରଖିବା ତାହା ବି ବହୁତ। ଓକେ ପିଲାମାନେ ବ୍ୟସ୍ତ ହେବାର କିଛି ନାହିଁ ଆରାମସେ ପଢ଼ିବା କୁଲ୍ ମାଇଣ୍ଡରେ ପୁରା ବୋବାଲ କରିବା। ଦେଖ କ'ଣ କେମିତି ଥିଲା କୋଶ୍ଚେନ୍ ଗତ ବର୍ଷର। ଚାଲନ୍ତୁ ଦେଖିବା ଗତ ବର୍ଷର ଓଡ଼ିଆ କୋଶ୍ଚେନ୍। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବଳରାମପୁର ବାଲିଆପାଳ ବାଲେଶ୍ୱର ଜଣେ ପିଲାଙ୍କ ପାଖରୁ କଲେକ୍ସନ୍ କରିଥିଲି ବହୁତ ବଢ଼ିଆ ପିଲା ସେ ଆମର ପୁରୁଣା ଷ୍ଟୁଡେଣ୍ଟ ସେ କୋଶ୍ଚେନ୍ ପ୍ରୋଭାଇଡ଼ କରିଥିଲେ ତାଙ୍କୁ କହିଲା ପରେ ସେ ପ୍ରୋଭାଇଡ଼ କରିଥିଲେ। ଦେଖନ୍ତୁ 2023-24ର ପ୍ରଥମ କାଳିକ ବା ପିରିୟଡ଼ ଟେଷ୍ଟ 1 ଶ୍ରେଣୀ ହେଉଛି ସପ୍ତମ ବିଷୟ ହେଲା ମାତୃଭାଷା ପୂର୍ଣ୍ଣ ସଂଖ୍ୟା 40 ସମୟ ହେଉଛି 1 ଘଣ୍ଟା 30 ମିନିଟ୍। ତେଣୁ ଆପଣଙ୍କର ସମୟ ରହିଲା 1 ଘଣ୍ଟା 30 ମିନିଟ୍ ପୁରା ମାର୍କ ହେଉଛି 40 ମାର୍କ ସପ୍ତମ ଶ୍ରେଣୀର କୋଶ୍ଚେନ୍। ଏଠି ସେକ୍ସନ୍ କିଛି ଦେଇନି ସେମିତି ସବୁ କୋଶ୍ଚେନ୍ ଦେଇଛି ଆପଣଙ୍କୁ କୋଶ୍ଚେନ୍ ସବୁ କରିବାର ଅଛି। ଓକେ ବୁଝିଗଲା ନା। ଦେଖନ୍ତୁ କୋଶ୍ଚେନ୍ କେତେ ଅଛି 1 2 3 3 ପରେ ଆପଣଙ୍କର ଅଛି 4 5 6 6 ନମ୍ବର ପର୍ଯ୍ୟନ୍ତ କୋଶ୍ଚେନ୍ ଅଛି। ଆମେ ସବୁଗୁଡ଼ା ବିଶଦ ଭାବରେ ବହୁତ ବଢ଼ିଆ ଭାବରେ ଆଲୋଚନା କରିବା। ପ୍ରଥମ ନମ୍ବର ଦେଖନ୍ତୁ ଦେଇଛି ପ୍ରଥମ ନମ୍ବରର ଯେଉଁ ପ୍ରଶ୍ନ ଅଛି 5ଟି ପ୍ରଶ୍ନ ଅଛି 5ଟି ପ୍ରଶ୍ନକୁ ଆପଣଙ୍କର 5 ମାର୍କ। ଓକେ ଦେଖୁଛନ୍ତି ଆପଣ ସାଇଡ଼୍ରେ 5ଟି ପ୍ରଶ୍ନ ଆପଣଙ୍କର ଅଛି ନା ଏଠି 5ଟି ପ୍ରଶ୍ନକୁ 5 ମାର୍କ ଅର୍ଥାତ୍ ଗୋଟିଏ ପ୍ରଶ୍ନକୁ 1 ମାର୍କ ବା 1 ନମ୍ବର। ଓକେ ତ ଦେଇଛି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛିବାକୁ କେଉଁଟା ଠିକ୍ ଆକୁ ବାଛିକି ଲେଖିବା ପାଇଁ ସେ କହିଛି। ତୁମେ ଜାଣିଥିବ ସବୁ ଆରାମସେ ପଢ଼ିଥିବ ଯେଉଁମାନେ ପ୍ରିପେୟାର ହେଇଥିବ ଯେଉଁମାନେ ଭଲସେ ପଢ଼ିଥିବ ସବୁକିଛି ଆସିବ। ଓକେ ବ୍ୟସ୍ତ ହେବାର କିଛି ନାହିଁ ପରୀକ୍ଷା ବି ଟାଇମ୍ ଅଛି 2-3 ଦିନ ଅଛି ସମୟ ସବୁ କୋଶ୍ଚେନ୍ ଦେଖିନିଅ ପୁରା ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିନିଅ କେମିତି କ'ଣ କୋଶ୍ଚେନ୍ ଆସିଥିଲା କେମିତି କ'ଣ ଆସିବ ସେହି ହିସାବରେ ଗୋଟେ ଅନୁମାନ ଲଗେଇକି ପଢ଼ିକି ଯାଇକି ଏକ୍ଜାମ୍ ଦେବ। ଆଉ ହଁ ବ୍ୟସ୍ତ ହେବାର କିଛି ନାହିଁ ଏକ୍ଜାମ୍ ପୂର୍ବ ଦିନ ବି ଯେଉଁ ଟାଇପ୍ର କୋଶ୍ଚେନ୍ ସବୁ ଆସୁଛି ସବୁ ଅଲ୍ ଓଡ଼ିଶାର କୋଶ୍ଚେନ୍ ମୋ ପାଖରେ ପହଞ୍ଚିବ ନା। ତ ଯେଉଁ ଟାଇପ୍ର କୋଶ୍ଚେନ୍ ଆସୁଛି ସବୁ କୋଶ୍ଚେନ୍ ଗୁଡ଼ା ମୁଁ ସେ କୋଶ୍ଚେନ୍ ଛାଡ଼ିଦେବି ଦେଖିବ ଯେ ଏ ବର୍ଷର କୋଶ୍ଚେନ୍ ବି କେମିତି ଆସିଥିଲା ଏବଂ ଆନ୍ସର୍ କ'ଣ ଥିଲା ସବୁକିଛି ମୁଁ ଆଲୋଚନା କରିଦେବି। ସେଥିପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ନୋଟିଫିକେସନ୍କୁ ଅନ୍ କର ନୋଟିଫିକେସନ୍କୁ ଅନ୍ କଲେ ଯେତେବେଳେ ଭିଡ଼ିଓ ମୋର ଆସିବ ତୁମମାନେ ଦେଖିପାରିବ। ଏଇ ବର୍ଷର ଯେଉଁ ସବୁ ପାଠ ସବୁ ଯେଉଁ କୋଶ୍ଚେନ୍ ସବୁ ଆସିବ ତା ବି ଖେଳାଯିବ ଦେଖିବ କେମିତି କ'ଣ ରହୁଛି। ଓକେ ଆଚ୍ଛା କେଉଁଠି ଜନନୀର ପ୍ରତିଶବ୍ଦ ନୁହେଁ ସେ କହିଛି ଜନନୀର ପ୍ରତିଶବ୍ଦ ନୁହେଁ ଯଷ୍ଠୀ ମାତା ଜନ୍ମଦାତ୍ରୀ ମାତୃକା। ଦେଖ ଗୋଟେ ବହୁତ ଭଲ କୋଶ୍ଚେନ୍ ଇଜି କୋଶ୍ଚେନ୍ ଅଛି ନାଇଁ କି ମାତା ତୁମେ ମାଆକୁ କୁହନ୍ତି ହଁ ଜନ୍ମଦାତ୍ରୀ ଯେଉଁ ଜନ୍ମ କରୁଛନ୍ତି କିଏ ସେ ମା ଜନନୀ ମାନେ କ'ଣ କି ଜନନୀ ମାନେ ମା ମାତୃକା ସେ ବି ମା ନା
কিন্তু ଷଷ୍ଠୀ ଅର୍ଥ ମାତୃକା ନୁହେଁ, ଷଷ୍ଠୀ ଅର୍ଥ ଜନନୀ ନୁହେଁ, ଏଇଟା ଷଷ୍ଠୀ ଅର୍ଥ ହେଉଛି ବାଡ଼ି। ତ କେଉଁଟା ପ୍ରତିଶତ ହେବନି? ଅପସନ୍ ନମ୍ବର ଯେଉଁ କ ଦେଇଛି କ ଉତ୍ତରଟା ଏଇଟା ହେଉଛି କଟା ହେବ, କଟା ହେଉଛି ଉତ୍ତର, ଏଇଟା ଜନ୍ୟ ପ୍ରତିଶତ ନୁହେଁ। ତେଣୁ ଉତ୍ତର ହେଉଛି କ'ଣ? କ ନମ୍ବର ହେଉଛି ଷଷ୍ଠୀ। ବୁଝିହେଲା? ଆଇ ନମ୍ବର କ୍ୱେଶ୍ଚନ୍ ଆନ୍ସର୍। ଆଚ୍ଛା, ହେଲା ଷଷ୍ଠୀ। ସେକେଣ୍ଡ କ୍ୱେଶ୍ଚନ୍ ଦେଖିବା, ଡବଲ୍ ଆଇ। ନିମ୍ନୋକ୍ତ କେଉଁଟି ଏକ ତୃତୀୟ ପୁରୁଷ ବାଚକ ଶବ୍ଦ? ତୃତୀୟ ପୁରୁଷ ମାନେ ଆମେ ଜାଣିଛନ୍ତି ପୁରୁଷ ଆମର ତିନି ପ୍ରକାର, ଗୋଟେ ପ୍ରଥମ ପୁରୁଷ ନା କ'ଣ? ପ୍ରଥମ ପୁରୁଷ, ଗୋଟେ ଦ୍ୱିତୀୟ ପୁରୁଷ, ଗୋଟେ ତୃତୀୟ ପୁରୁଷ, ଏଇଆ ତ? ଆଚ୍ଛା, ଏଇ ତିନିଟା ପୁରୁଷ ମଧ୍ୟରୁ ଆମେ ଦେଖିବା। ପ୍ରଥମ ପୁରୁଷ ଆମେ କୁହନ୍ତି ମୁଁ, କ'ଣ କୁହନ୍ତି? ମୁଁ, ଆମେ, ଆମେ ଦୁହେଁ, ସେ ପ୍ରଥମ ପୁରୁଷ। ଦ୍ୱିତୀୟ ପୁରୁଷ ହେଉଛି ତୁମେ, ତୁ, ତୁମେ, ତୁମେମାନେ, ଏସବୁ ଦ୍ୱିତୀୟ ପୁରୁଷ। ତୃତୀୟ ପୁରୁଷରେ ସେ, ସେମାନେ, ସେ ଦୁହେଁ, ଏସବୁ ତୃତୀୟ ପୁରୁଷ। ତ ବର୍ତ୍ତମାନ ତୁମେ କହିପାରିବ ଆନ୍ସର୍ କ'ଣ ହେବ? ମୁଁଟା ପ୍ରଥମ ପୁରୁଷ, ଏଇଟା ହେବନି। ତୁମେମାନଟା ଦ୍ୱିତୀୟ ପୁରୁଷ, ଇଏ ହେବନି। ଆମ୍ଭେମାନଟା ପ୍ରଥମ ପୁରୁଷ, ଇଏ ହେବନି। ତୃତୀୟ ପୁରୁଷ କେଉଁଟା ହେବ? ଅପସନ୍ ନମ୍ବର ବିଟା ହେବ ବା ଖଟା ହେବ। ତାହେଲେ କେଉଁଟା ହେବ? ଅପସନ୍ ନମ୍ବର ବିଟା ହେବ ସେମାନେ। ସେମାନେ ହେଉଛି ତୃତୀୟ ପୁରୁଷ ବାଚକ ଶବ୍ଦ। ବୁଝିପାରିଲେ? ଆମ୍ଭେମାନେ କି ତୁମେମାନେ ମୁଁ ହେବନି, ହେବ କ'ଣ? ସେମାନେ। ଓକେ, ଆଚ୍ଛା, ଭେରି ଗୁଡ଼୍। ପିଲାମାନେ ବହୁତ ହି ବଢ଼ିଆ ଭାବରେ ପାଠ ପଢ଼ିବ, ଭଲ ମାର୍କ ରଖିବ। ଆମର ଅନଲାଇନ୍ କୋଚିଂ ଦିଆଯାଉଛି, ଯେଉଁମାନେ ଅନଲାଇନ୍ କୋଚିଂ ନେବାକୁ ଚାହୁଁଛନ୍ତି ମୋର ହ୍ୱାଟ୍ସଆପ୍ ଗ୍ରୁପ୍ ଡେସ୍କ୍ରିପ୍ସନ୍ ବକ୍ସରେ ପାଇଯିବ, ସେଠି ଜଏନ୍ କରିଯାଅ, ସବୁକିଛି ପାଇପାରିବ। ନଚେତ୍ ମୋର କଣ୍ଟାକ୍ଟ ନମ୍ବର ଦେଇଦେଇଛି 8596907855 ବା ସ୍କ୍ରିନ୍ ଉପରେ ଦେଖିପାରୁଥିବା ନମ୍ବର ମୋର ଅଛି ସାଇଡ଼୍ରେ। ତ ଏଇ ନମ୍ବର ଯୋଗାଯୋଗ କଲେ ତୁମେ ସବୁକିଛି ବେନିଫିଟ୍ ପାଇପାରିବ, କେମିତି କୋଚିଂ ନେବ, କେମିତି ପଢ଼ିବ, କେଉଁ ସମୟରେ ପାଠ ପଢ଼ା ହେଉଛି, ସବୁକିଛି ଜାଣିପାରିବ। ଓକେ ନା ପିଲାମାନେ? ଆଚ୍ଛା, ତ ଚାଲନ୍ତୁ ଦେଖିବା ତାହେଲେ 3 ନମ୍ବର କ୍ୱେଶ୍ଚନ୍ କ'ଣ ଦେଇଛି। କ୍ୱେଶ୍ଚନ୍ ଦେଖ କ'ଣ ଦେଇଛି 3 ନମ୍ବରରେ। ଅନୁଗତ ଶବ୍ଦର ଅର୍ଥ କ'ଣ? ଅନୁଗତ, ଅନୁଗତ ମାନେ ପ୍ରିୟ କି? ଅନୁଗତ ମାନେ ଦୁଷ୍ଟ ଲୋକ କି? ଅନୁଗତ ମାନେ ଅତୀତ କି? ଅନୁଗତ ମାନେ ବିଶ୍ୱସ୍ତ କି? ଅନୁଗତ ମାନେ ଆମେ ଅତୀତ କେବେ ହେଲେ ହେବ ନାହିଁ, ଆଉ ଦୁଷ୍ଟ ଲୋକ ବି ହେବ ନାହିଁ। ବାକି ରହିଲା ପ୍ରିୟ ଆଉ ବିଶ୍ୱସ୍ତ, ୟା ଭିତରୁ କେଉଁଟା? ଅନୁଗତ ଆମର ଏଠି କେଉଁଟା ଦେଖିବା? ଏଇଟା ହେଉଛି ରାମାୟଣ କଥା ବିଷୟରେ ଥିଲା, ନାଇଁ କି? ରାମାୟଣ କଥା ତୁମର ଅଛି ନା? ଯେଉଁ ରାମ ହନୁମାନ ଥିଲେ କାହାର? ରାମଙ୍କର ଅନୁଗତ ଥିଲେ, ନାଇଁ କି? ଗୋଟେ ଥିଲା ପ୍ରିୟ, ଗୋଟେ ବିଶ୍ୱସ୍ତ, ଦୁଇଟା ଶବ୍ଦ ଥିଲା, ଗୋଟେ ଅନୁଗତ ଆଉ ଗୋଟେ କ'ଣ ଥିଲା ରେ? ଦୁଇଟା ଶବ୍ଦ ନଥିଲା କି ଆମର? ତୁମେ ଦେଖିଲେ କ'ଣ ଯେ ଅନୁଗତ, ନାଇଁ କି? ଅନୁଗତ ଶବ୍ଦର ଅର୍ଥ ହେବ କ'ଣ ନା ବିଶ୍ୱସ୍ତ। ଯେଉଁ ପ୍ରିୟଟା ହେଉଛି କାହାର? ଏଟା ହେଉଛି ଅନୁରକ୍ତର। ଦୁଷ୍ଟ ଲୋକ ତ ମନା କରିଥିଲି, ଅତୀତ ବି ମନା କରିଥିଲି। ବିଶ୍ୱସ୍ତ ହେଉଛି କ'ଣ? ଅନୁଗତ ଶବ୍ଦର ଅର୍ଥ ହେଉଛି ବିଶ୍ୱସ୍ତ, ଆଉ ଅନୁରକ୍ତ ଅର୍ଥ ହେଉଛି ପ୍ରିୟ। ହେଲା, ବୁଝିପାରିଲ କି ନାହିଁ? ତାହେଲେ କେଉଁଟା ହେବ? ଅପସନ୍ ନମ୍ବର ଯେଉଁ ଲାଷ୍ଟ ଅପସନ୍ଟା ଡିଟା ହେବ, ବିଶ୍ୱସ୍ତ ହେଉଛି ଅନୁଗତ ଶବ୍ଦର ଅର୍ଥ। ତାପରେ ଦେଲା ଅନୁରାଗ ଶବ୍ଦର ଅର୍ଥ କ'ଣ? ଅନୁରାଗ ଶବ୍ଦର ବିପରୀତ ଅର୍ଥବୋଧକ ଶବ୍ଦ। ବିପରୀତ ଅନୁରାଗର ଦେଖ ସରାଗ, ବିରାଗ, ପରାଗ, ନିରୋଗ। ନିରୋଗକୁ କାଟିଦେବ, ଏଇଟା କଦାପି ହେବନି, ସରାଗ ବି ହେବନି। ରହିଲା ବିରାଗ ଆଉ ପରାଗ। ଅନୁରାଗର ପରାଗ ବି କେବେ ହେବ ନାହିଁ। ତାହେଲେ କେଉଁଟା ହେବ? ଅପସନ୍ ନମ୍ବର ବି ବା ଖଟା ହେବ। ଅନୁରାଗ ହେଉଛି କ'ଣ? ବିରାଗ। ଅନୁରାଗ ଶବ୍ଦର ବିପରୀତ ବୋଧକ ଶବ୍ଦ ହେଉଛି କ'ଣ? ବିରାଗ। 5 ନମ୍ବର କ୍ୱେଶ୍ଚନ୍ ଦେଲା ଭି ନମ୍ବର। କଳାମାଣିକରେ ପଦ୍ୟଟି କେଉଁ କାବ୍ୟରୁ ଆନିତ? କେଉଁ କାବ୍ୟରୁ ଆସିଛି ସେ ପଚାରିଛି। କେଉଁ କାବ୍ୟରୁ ଆସିଛି ଆମେ ଦେଖିବା। କଳାମାଣିକର ଯେଉଁ ପଦ୍ୟଟି ଅଛି କିଏ ଲେଖିଛନ୍ତି? କଳାମାଣିକରେ କିଏ ଲେଖିଥିଲେ? ବନ୍ଦୀର ଆତ୍ମକଥା କଦାପି ନୁହେଁ, ଏଟା ବନ୍ଦୀର ଆତ୍ମକଥା। ଅର୍ଘ୍ୟଥାଳି ନୁହେଁ। ରସବତୀ ନା ବିଦଗ୍ଧ ଚିନ୍ତାମଣି? ଆମେ ଦେଖିବା କିଏ ଲେଖିଥିଲେ ନା ବିଦଗ୍ଧ ଯେଉଁ ଚିନ୍ତାମଣି କାବ୍ୟରୁ ଆସିଛି। କି ଅଭିମନ୍ୟୁ ସାମନ୍ତସିଂହାର ଲେଖିଥିଲେ କି ନାହିଁ? ଦେଖିବେ କି? ଦେଖ ତାହେଲେ ଦେଖାଉଛି, ଦେଖ ବିଦଗ୍ଧ ଚିନ୍ତାମଣି। ଦେଖ କିଏ ଲେଖିଥିଲା ଆମେ ଆରାମସେ ଦେଖିପାରିବା। ଯେଉଁ କଳାମାଣିକରେ ଆମର ଅଛି ନା, କଳାମାଣିକରେ ଦେଖିଦେବା। କଳାମାଣିକରେ ଏଇଠି ଅଛି, ଦେଖ କଳାମାଣିକର ପ୍ରଥମ ଆମର ଯେଉଁ ପଦ୍ୟ ଆମେ ପଢ଼ିଥିଲେ କଳାମାଣିକର, ସେଟା ହେଉଛି ପ୍ରଥମ କବିତା। ଦେଖ ଅଭିମନ୍ୟୁ ସାମନ୍ତସିଂହାର ଲେଖିଥିଲେ।
ଯଦି ଅଭିମନ୍ୟୁ ସାମନ୍ତ ସିହା ଲେଖିଥିଲେ ତାଙ୍କର ଲେଖାଟା କ'ଣ ନା ବିଦଗ୍ଧ ଚିନ୍ତାମଣି ହେଲା। ତ ସେ ବିଦଗ୍ଧ ଚିନ୍ତାମଣିରୁ ହେଲା କାବ୍ୟର 67ଟି ଛନ୍ଦରୁ ଆସିଛି କ'ଣ ଆମର ଆସିଛି କଳାମାଣିକରେ। ଆରେ ବୁଝିଲଟି ବୁଝିପାରିଲଟି? ଆଚ୍ଛା ଭେରି ଗୁଡ଼୍। ତାହେଲେ 5ଟା କ୍ୱେଶ୍ଚନ୍ ହେଇଗଲା। 5ଟା କ୍ୱେଶ୍ଚନ୍କୁ 5 ମାର୍କ। ଯିଏ କରିଥିବ ସେ ଆରାମସେ ଆନ୍ସର୍ କରିପାରିବ। ଆଚ୍ଛା ନେକ୍ସଟ କ୍ୱେଶ୍ଚନ୍ ଦେଖିବା। କ୍ୱେଶ୍ଚନ୍ ନମ୍ବର 2 ଗୋଟିଏ କିମ୍ବା 2ଟି ବାକ୍ୟର ଉତ୍ତର ଲେଖ। ଗୋଟିଏ କିମ୍ବା 2ଟି ବାକ୍ୟ କେତେ ମାର୍କ? 5 ମାର୍କ। 5ଟା କ୍ୱେଶ୍ଚନ୍କୁ 5 ମାର୍କ। ଓକେ। ଅସଜଡ଼ା ପଦକୁ ସଜାଡ଼ି ଲେଖ। ଏଠି ଦେଇଛି ପୁଣି କ ନମ୍ବର ଗୋଟେ ଦେଇଛି ଅସଜଡ଼ା ପଦକୁ ସଜାଡ଼ିକି ଲେଖିବା ପାଇଁ କହିଛି। ତୁ ତୁ ବିନାଶନେ ଏକଇ ବୃଦ୍ଧକାଳେ ନନ୍ଦନ ଉଦ୍ତାପ ହରିଚନ୍ଦନ ନା କ'ଣ ମୋହର ଏକଇ ନନ୍ଦନ ତୁ ବୃଦ୍ଧକାଳେ ତୁ ମୋର ହରିଚନ୍ଦନ ନା କ'ଣ ହେବ ଦେଖ କ'ଣ ହେବ ଏଠି ଦେଇଛି ଦେଖ ଆମେ ଲେଖିବା ଏଠି ତୁ ମୋର ବୃଦ୍ଧକାଳେ ଏକଇ ନନ୍ଦନ ଉଦ୍ତାପ ବିନାଶନେ ତୁ ହରିଚନ୍ଦନ ଏଇଆ ତ ନା କ'ଣ ହେଲା। ଦେଖ ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ ହୃଦତାପ ବିନାଶନେ ତୁ ହରିଚନ୍ଦନ ଏଠି ନାହିଁ କି ଆମର ଏଇଟା ଅଛି ନା ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ ହୃଦତାପ ବିନାଶନେ ତୁ ହରିଚନ୍ଦନ। ତାକୁ କ'ଣ କରିବା ସଜାଡ଼ିକି ଆମେ ତାକୁ ଲେଖିଦେଲେ। ଓକେ। ଆଚ୍ଛା ତାପରେ କ୍ୱେଶ୍ଚନ୍ କ'ଣ କହିଲେ ଦେଖ ଯଶୋଦା ନିଜକୁ ଡଙ୍କୁଣି ବୋଲି କାହିଁକି କହିଛନ୍ତି? ନିଜକୁ ନିଜେ ଡଙ୍କୁଣି ବୋଲି ଯଶୋଦା କହିଛନ୍ତି କାହିଁକି ନା ତ ଶ୍ରୀକୃଷ୍ଣଙ୍କୁ ସେ ଜଙ୍ଗଲକୁ ଛାଡ଼ି ଦେଇଛନ୍ତି ଜାଣିଛନ୍ତି ଯେ ଜଙ୍ଗଲରେ ଡାହାଣୀମାନେ ମାତୁଛନ୍ତି ନିଶାଚରମାନେ ମାତୁଛନ୍ତି ତାପରେ ବି ତାଙ୍କୁ ସେ ଜଙ୍ଗଲକୁ ଛାଡ଼ି ଦେଇଛନ୍ତି। ସେଥିପାଇଁ ସେ ନିଜ ମା ହେଇକି ନିଜକୁ ସେ ଧିକ୍କାର କରୁଛନ୍ତି ଏବଂ କହୁଛନ୍ତି ନିଜକୁ ସେ ଡଙ୍କୁଣି ବୋଲି କହିଛନ୍ତି ମୁଁ କେମିତି ଡଙ୍କୁଣି ମୋ ପୁଅକୁ ଜଙ୍ଗଲକୁ ଛାଡ଼ିଦେବି ଜାଣିଛି ଏତେ ବିପଦ ଅଛି ଏତେ କଷ୍ଟ ଅଛି ତାପରେ ବି ମୁଁ କେମିତି ମୋ ପୁଅକୁ ଜଙ୍ଗଲକୁ ଛାଡ଼ି ଦେଇଛି। ଆରେ ବୁଝିପାରୁଛଟି ପିଲାମାନେ ବୁଝିପାରୁଛ ନା ନାହିଁ? ଆଚ୍ଛା ଭେରି ଗୁଡ଼୍ ବଚାପାଟି ବହୁତ ବଢ଼ିଆ। ରାଜାର ଧର୍ମ କ'ଣ? ରାଜାର ଧର୍ମ କ'ଣ? ରାଜାଙ୍କ ଧର୍ମ କ'ଣରେ ସେ ପ୍ରଜାଙ୍କର ସୁଖ ଦୁଃଖ ବୁଝିବେ ନା କ'ଣ? ରାଜାଙ୍କର ଧର୍ମ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବେ। ଇଏ ହେଉଛି ସବୁ ରାଜାଙ୍କର ଧର୍ମ। ଗୋଟେ ବାକ୍ୟ ଲେଖିବ ଦେଖିଲେ ଆରାମସେ ତୁମକୁ ସମୟ ପାଇଯିବ। ଓକେ। ଆଚ୍ଛା ଭେରି ଗୁଡ଼୍। ନେକ୍ସଟ କ୍ୱେଶ୍ଚନ୍ ସନ୍ନ୍ୟାସୀ କାହାକୁ କୁହାଯାଏ? ସନ୍ନ୍ୟାସୀ କାହାକୁ କହିଲେ କାହାକୁ ବୁଝିବା? କ'ଣ ସନ୍ନ୍ୟାସୀ କାହାକୁ କହିବା? ବହୁତ ଇଜି କ୍ୱେଶ୍ଚନ୍। ସନ୍ନ୍ୟାସୀ କହିଲେ କାହାକୁ ବୁଝିବା ଯେ ଯିଏ କ'ଣ ମନରେ ହିଂସା ଦ୍ୱେଷ ଭେଦଭାବ ଏସବୁ ନ ରଖି ଅନ୍ୟର ସେବା କାର୍ଯ୍ୟ ବା ଅନ୍ୟର ଉପକାର ମନ ଦେଇଥାଏ ତାକୁ ଆମେ କହେ ସନ୍ନ୍ୟାସୀ। ସନ୍ନ୍ୟାସୀ ଦେଖୁନ ଦେଇଥିଲେ ସନ୍ନ୍ୟାସୀ ପରା। ସନ୍ନ୍ୟାସୀ କେଉଁ ବିଷୟ ଥିଲା ରେ? ରାମାୟଣ କଥା ପରବର୍ତ୍ତୀ ବିଷୟ ନଥିଲା କି ଆମର ସନ୍ନ୍ୟାସୀ? ଦେଖିବା ଦେଖୁନ ସନ୍ନ୍ୟାସୀ ଥିଲା ପରା। ଆମେ ଏଟା ତ ଏଇ ବିଷୟରେ ଗଲା ପଢ଼ିଥିଲେ କେଉଁ ବିଷୟଟା କହିଲ ଯେଉଁ ଆଚାର୍ଯ୍ୟ ହରିହର ସେଇଟା ବିଷୟ ସନ୍ନ୍ୟାସୀ ପଢ଼ିଥିଲେ ନାଇଁ କି? ଆଚାର୍ଯ୍ୟ ଯିଏ ପଢ଼ିଥିବ ସନ୍ନ୍ୟାସୀ କ'ଣ ସିଏ କହିପାରିବ। ଏଠି ଦେଖ ଦେଇ ସନ୍ନ୍ୟାସୀ କ'ଣ ଏଇଟା କେଉଁ ବିଷୟଟା କି? ହଁ ବାସ୍ ସେଇଟା ଭଲ ବିଷୟଟା ଆମର ଆଚାର୍ଯ୍ୟ ହରିହର ବିଷୟ ଥିଲା ବହୁତ ବଢ଼ିଆ ବିଷୟ। ସନ୍ନ୍ୟାସୀଙ୍କ କଥା ବହି ଦେଇଛି। ସନ୍ନ୍ୟାସୀ କହିଲେ କ'ଣ ମାନେ ଆକ୍ଚୁଆଲି ସନ୍ନ୍ୟାସୀ କାହାକୁ କୁହାଯାଏ? ଖାଲି ଯେ ଗେରୁଆ ବସ୍ତ୍ର ପିନ୍ଧିଦେଲେ ସନ୍ନ୍ୟାସୀ ହେଇଯିବ ତା କଥା ନୁହେଁ ହେଲା। ସନ୍ନ୍ୟାସୀର ଅର୍ଥଟା କ'ଣ ସେ ବୁଝିବା ଦରକାର। ଖାଲି ଗେରୁଆ ବସ୍ତ୍ର ପିନ୍ଧିଦେଲେ ସେ ସନ୍ନ୍ୟାସୀ ହେବନି। ତାହେଲେ ପ୍ରକୃତ ଅର୍ଥରେ ସେ ଜଣେ ସନ୍ନ୍ୟାସୀ। କ'ଣ ସନ୍ନ୍ୟାସୀ ଦେଇଛି ତାହେଲେ ଦେଖ ଏଠି ଥିଲା ଏ ବାସ୍ ଏଠି ଦେଖ ଦେଇଛି ଦୁସ୍ଥ ନିଷ୍ପେଷିତ ଦରିଦ୍ର ଓ ଆର୍ତ୍ତର ସେବା ହିଁ ପ୍ରକୃତ ଭଗବତ ସେବା ବୋଲି ସେ ଏକାବେଳକେ ନିଶ୍ଚିତ ହୋଇଯାଇଥିଲେ ହେଲା। ତ ସେଥିପାଇଁ ତାଙ୍କୁ ସନ୍ନ୍ୟାସୀ କୁହାଯାଏ। ତ ସନ୍ନ୍ୟାସୀ କହିଲେ ଏଇ ଜିନିଷ ବୁଝିବେ କି ନାହିଁ? ବୁଝିଲ କି ନାହିଁ? ସନ୍ନ୍ୟାସୀ କହିଲେ ଆମେ ଏଇ ଜିନିଷଟା ହିଁ ବୁଝିବା ହେଲା। ବହୁତ କିଛି ଜିନିଷ ଅଛି ଏଠି ପଢ଼ିକି ଆରାମସେ କରିପାରିବା। ତାପରେ କ୍ୱେଶ୍ଚନ୍ ଦେଖିବା ମାତା ସୀତାଙ୍କର ସମ୍ବାଦ କିଏ ରାମଚନ୍ଦ୍ରକୁ ପ୍ରଦାନ କରିଥିଲେ? କିଏ ଦେଇଥିଲେ? ହନୁମାନ ଦେଇଥିଲେ। ଆଉ କିଏ ଦେଇଥିଲେ? ହନୁମାନ ଲଙ୍କାରେ ମା ସୀତାଙ୍କୁ ଠାବ କରି ଆସି ତାପରେ କାହାକୁ ଦେଇଥିଲେ ସେ ଖବର? ରାମଙ୍କୁ ଖବର ଦେଇଥିଲେ। ସମ୍ବାଦ କିଏ ରାମଚନ୍ଦ୍ର ଦେଖିବା ସରି ତାଙ୍କ ନା ସମ୍ବାଦ କିଏ ଦେଇଥିଲେ ବା ସୀତାଙ୍କ ଖବର ଦେଇଥିଲେ କିଏ? ଯେଉଁ ଆମର କ'ଣ ସେ ଯେଉଁ ପକ୍ଷୀଟା କ'ଣ କହିଲେ ସେ ପକ୍ଷୀର ନାଁ ଯା ସେ ପକ୍ଷୀର ନାଁଟା କ'ଣରେ ସରି ପକ୍ଷୀର ନାଁ ହେଉଛି ଆମର କ'ଣ ଗରୁଡ଼ ନୁହେଁରେ ସେ ଯେଉଁ ପକ୍ଷୀ ନଥିଲା କି ସେ ପକ୍ଷୀଟା ବାଟରେ ତାକୁ ଗଲାବେଳେ ତାକୁ ମାରି ଦେଇଥିଲେ ନା
ସେଇ ଯେଉଁ ବାଟରେ ତା ବଞ୍ଚେଇଥିଲା ନା ପକ୍ଷୀ ତା ନାଇଁ କି ସେଟା କ'ଣ ହବ ରେ ଦେଖ କାହିଁ ଗଲା ସେଇଟା ମନେ ପଡ଼ୁନି। ହନୁମାନ ତ ଲେଖିଦେବ ଯେ ସେ ପକ୍ଷୀ ନାଁ ବି ଲେଖିବାକୁ ପଡ଼ିବ। ପକ୍ଷୀ ନାଁଟା କ'ଣ ମନେ ପଡ଼ୁନି। ଛାଡ଼ ହନୁମାନ କ'ଣ ଲେଖିବ ଆଉ। ତାପରେ ଦେଖ ଏଇଟା ଗଲା କ୍ୱେଶ୍ଚନ୍। ତାପରେ ଦେଖ ତଳ ଅନୁଚ୍ଛେଦଟିକୁ ପଢ଼ି ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ। ଯାହାର ମନେ ପଡ଼ୁଛି କମେଣ୍ଟରେ କମେଣ୍ଟ କରିଦେବ ଯେ ସେ ଯେଉଁ ବଞ୍ଚିଥିଲେ ଯେଉଁ ଜଣେ ପକ୍ଷୀ ତାଙ୍କ ହାତ କାଟିକି ଦେଇଥିଲେ ତାଙ୍କୁ ଲବଣ କାଟି ଦେଇଥିଲେ ସେ ପକ୍ଷୀର ନାଁ କ'ଣ ହେଲା। ଅନୁଚ୍ଛେଦକୁ ପଢ଼ି ଉତ୍ତର ଲେଖିବା। ବହୁତ ବଢ଼ିଆ ପ୍ରଶ୍ନ ଦେଇଛି, ଆରାମସେ କରିପାରିବା। ଅନୁଚ୍ଛେଦକୁ ପଢ଼ିବ କ'ଣ ଦେଖ ଦେଇଛି ପ୍ରଶ୍ନ। ସୁଖ ପାଇବା ପାଇଁ ହେଲେ ଆମକୁ କ'ଣ କରିବାକୁ ପଡ଼ିବ? ସୁଖ ପାଇବା ପାଇଁ ହେଲେ କ'ଣ କରିବାକୁ ପଡ଼ିବ ଦେଖ। ସୁଖ ପାଇବା ପାଇଁ କ'ଣ କରିବା ଦେଖ ଏଠି ଦେଇଛି। ସର୍ବପ୍ରଥମେ ଆମ ମନଟିକୁ ଶାନ୍ତ ରଖିବାକୁ ପଡ଼ିବ ହେଲା। କ'ଣ କହିଛି ଦେଖ। ସୁଖ ପାଇବାକୁ ହେଲେ ସର୍ବପ୍ରଥମେ ମନଟିକୁ ଶାନ୍ତ ରଖିବାକୁ ପଡ଼ିବ। ଡାଇରେକ୍ଟ ଆନ୍ସର୍ ଅଛି, ଆରାମସେ ଲେଖିପାରିବ ହେଲା। ଇ ବି କେତେ ମାର୍କ ଅଛି? ଏଇଟା ପାରାଗ୍ରାଫ ରିଡ଼ିଂଟା ନା ପାରାଗ୍ରାଫ ପଢ଼ିକି ଆମେ ଅନୁଚ୍ଛେଦଟା ପଢ଼ିକି ଉତ୍ତର ଲେଖିବା। ଏଇଟା ହେଉଛି କେତେ ମାର୍କ? 5ଟା କ୍ୱେଶ୍ଚନ୍କୁ 5 ମାର୍କ ଥିବ ନା କେତେ? ହଁ ସରି 10 ମାର୍କ ଅଛି। ଦେଖ 5ଟା କ୍ୱେଶ୍ଚନ୍କୁ 10 ମାର୍କ, ଗୋଟେ କ୍ୱେଶ୍ଚନ୍କୁ 2 ମାର୍କ ଲେଖାଏଁ। ଭୁଲ କରିବନି। ମାନେ ବହୁତ ଇଜି। କ୍ୱେଶ୍ଚନ୍ଟା ପଢ଼ିକି ଖାଲି ଉତ୍ତରଟା ବାଛିକି ଲେଖିବାର ଅଛି। କେତେ ବଢ଼ିଆ କହିଲ, ଆରାମସେ କରିପାରିବ। ପ୍ରଥମ କ୍ୱେଶ୍ଚନ୍ ଗଲା। ଦ୍ୱିତୀୟ ପ୍ରଶ୍ନ ଦେଖିବ। ପୃଥିବୀ କେଉଁମାନଙ୍କର ବାସଭୂମି? ଏଠି ଦେଖ ଫାଷ୍ଟ ଲେଖାଯାଇଛି କୀଟପତଙ୍ଗ, ପଶୁପକ୍ଷୀ, ମଣିଷଙ୍କ ବାସଭୂମି ଆମର ପୃଥିବୀ। ତାହେଲେ ପୃଥିବୀ ହେଉଛି କାହାର? କୀଟପତଙ୍ଗ, ପଶୁପକ୍ଷୀ ଓ ମଣିଷଙ୍କ ବାସଭୂମି ହେଲା। ସମସ୍ତେ କ'ଣ ଚାହାନ୍ତି? ସମସ୍ତେ କ'ଣ ଚାହାନ୍ତି? ସମସ୍ତେ ସୁଖ ରହିବାକୁ ଚାହାନ୍ତି ବା ସୁଖ ପାଇବାକୁ ଚାହାନ୍ତି। ଦେଖିଲ ଏଠି ସମସ୍ତେ ଚାହାନ୍ତି ସୁଖରେ ରହିବେ, ଆନନ୍ଦରେ କାଳ କାଟିବେ। ଲେଖିଦେବ ସମସ୍ତେ କ'ଣ ଚାହାନ୍ତି? ସମସ୍ତେ ଚାହାନ୍ତି ସୁଖରେ ରହିବେ, ଆନନ୍ଦରେ କାଳ କାଟିବେ ହେଲା। ବୁଝିହେଲା? ଆଚ୍ଛା, ତାପରେ କ୍ୱେଶ୍ଚନ୍ ଦେଲା ମନର ଶାନ୍ତି ପାଇଁ ଆମକୁ କ'ଣ କରିବାକୁ ପଡ଼ିବ? ମନର ଶାନ୍ତି ପାଇଁ କ'ଣ କରିବା ନା ମନର ଶାନ୍ତି ପାଇଁ ଆମେ ଅନ୍ୟମାନଙ୍କୁ ଭଲ ପାଇ ଶିଖିବା। ଦେଖ ଏଠି ଦେଇଛି ମନର ଶାନ୍ତି ପାଇଁ ଆମେ ଅନ୍ୟମାନଙ୍କୁ ଭଲ ପାଇ ଶିଖିବା। ଆମେ ଅନ୍ୟମାନଙ୍କୁ ଭଲ ପାଇଲେ ସେମାନେ ମଧ୍ୟ ଆମକୁ ଭଲ ପାଇବେ। ତାହେଲେ ଆମେ ଦେଖିବା ଯେ ମନର ଶାନ୍ତି ପାଇଁ ଆମକୁ କ'ଣ କରିବାକୁ ପଡ଼ିବ? ମନର ଶାନ୍ତି ପାଇଁ ଆମେ ଅନ୍ୟମାନଙ୍କୁ ଭଲ ପାଇ ଶିଖିବା। ଆରେ ପିଲେ ବୁଝିପାରିଲଟି? ଏ ପିଲାମାନେ ବୁଝିଲ? ଆରେ ବୁଝିପାରିଲ? ହଁ ବୁଝିପାରିଥିବ। ଏମିତି ଲାଟେଷ୍ଟ ଯେତେବେଳେ ଆସୁଛି ସବୁ ଯେଉଁ ବିଷୟର ଆସିବ ଭିଡ଼ିଓ ଆସିବା ପରେ କ୍ୱେଶ୍ଚନ୍ ଆନ୍ସର୍ ଆସିବ। ସବୁ ପରୀକ୍ଷାର ବି କ୍ୱେଶ୍ଚନ୍ ଆନ୍ସର୍ ଆସିଯିବ। କ୍ୱେଶ୍ଚନ୍ ତା ପୂର୍ବରୁ ବି ପାଇଯିବ। ତ ସବୁ ଜିନିଷ ପାଇବା ପାଇଁ ଚ୍ୟାନେଲ୍ଟିକୁ ଖାଲି ଟିକେ ସବସ୍କ୍ରାଇବ୍ କରିଦେଇକି ନୋଟିଫିକେସନ୍କୁ ଅନ୍ କଲେ ଯେତେବେଳେ ଆସିବେ ଫାଷ୍ଟ ଭିଡ଼ିଓ ଦେଖିଦେବ। ଦେଖିଦେଲେ ତୁମ ସବୁ ଆନ୍ସର୍ ସେଠୁ ପାଇଯିବ ଏବଂ କ୍ୱେଶ୍ଚନ୍ ବି ପାଇଯିବ। ବୁଝିଲଟି? ଆଚ୍ଛା, ଭେରି ଗୁଡ୍। ନେକ୍ସଟ ଦେଖିବା। ଦେଖ କ'ଣ ତାପରେ କ୍ୱେଶ୍ଚନ୍। ଆମକୁ ସୁଖ ମିଳେ ନାହିଁ କାହିଁକି? କାହିଁକି ଆମକୁ ସୁଖ ମିଳେ ନାହିଁ? କ'ଣ ପାଇଁ ସୁଖ ମିଳେ ନାହିଁ? କ'ଣ ପାଇଁ ସୁଖ ମିଳେନି? ଦେଖ ସୁଖ କାହିଁକି ମିଳେ ନାହିଁ? ଦେଖ ଦେଇଛି ଏଠି କ'ଣ ଦେଇଛି। ଯେତେ ଯାହା ପାଇଲେ ବି ମନ ଭିତରେ ଶାନ୍ତି ନଥିଲେ ସୁଖ ମିଳେ ନା। ତେଣୁ ସୁଖ କାହିଁକି ମିଳେ ନା? ଯଦି ଆମ ମନ ଭିତରେ ଶାନ୍ତି ନଥାଏ ତାହେଲେ ଆମକୁ ସୁଖ ମିଳିବ ନାହିଁ। ବୁଝିପାରିଲ କି? ଯଦି ମନ ଭିତରେ ଶାନ୍ତି ନଥିବ ତାହେଲେ ଆମକୁ ସୁଖ ମିଳିବ ନାହିଁ ହେଲା। ବୁଝିଲ? ଆଚ୍ଛା, ସାବାସ, ଭେରି ଗୁଡ୍ ପାଟି, ବହୁତ ବଢ଼ିଆ, ସାବାସ। ଇଏ ଗଲା। ତାପରେ ଦେଖିବା 4 ନମ୍ବର କ୍ୱେଶ୍ଚନ୍ ଦେଇଛି କ'ଣ। ସପ୍ରସଙ୍ଗ ସରଳାର୍ଥ ଲେଖ। ମାନେ ପ୍ରସଙ୍ଗ ସହିତ ସରଳାର୍ଥ ଲେଖିବା ପାଇଁ କହିଛି। ଦେଖ 2ଟା କ୍ୱେଶ୍ଚନ୍ ଦେଇଛି, 2ଟାକୁ 10 ମାର୍କ। ହୁଏତ ତୁମର ସରଳାର୍ଥ ପଡ଼ିପାରେ ନ ପଡ଼ିପାରେ, ତୁମର ଗୋଟେ ପକାଇ ପାରନ୍ତି। ତ ତାଙ୍କ ସ୍କୁଲରେ 2ଟା ପକାଇଥିଲେ, ତୁମ ସ୍କୁଲରେ ହୁଏତ ଗୋଟେ ପକାଇ ପାରନ୍ତି ହେଲା। ତୁମେ ସରଳାର୍ଥ ଟିକେ ଶିଖିକି ଯାଇଥିବ। ଗୋଟେ ସରଳାର୍ଥ କେମିତି ଲେଖାଯାଏ ଜାଣିକି ଯାଇଥିବ, ତାକୁ ଆରାମସେ ଲେଖିପାରିବ।
କାରଣ ତାଙ୍କର ଦୁଇଟା ସରଳତା ପକାଇ ଦେଇଛନ୍ତି। ନେଲୁ ନାହିଁ କାହିଁ ଫାଇଁ ତୋ କଠାଉ ଛତା, ବନେ କଣ୍ଟା ଲାଗି ହୋଇ ମୃଦୁପାଦ ଚିନ୍ତା। ଏଇଟା ଆମର କଳାମାଣିକ୍ୟର ପଦ୍ୟରୁ ଆସିଛି। କବି ବିଦଗ୍ଧ ଚିନ୍ତାମଣି ବା ଅଭିମନ୍ୟୁ ସାମନ୍ତ ସିଂହାର ଲେଖିଛନ୍ତି। ଏହି କାବ୍ୟଟି ଆମର ବିଦଗ୍ଧ ଚିନ୍ତାମଣି କାବ୍ୟରୁ ଏହି ଲେଖାଟି ଆସିଛି ବା ଏହି କବିତାଟି ଆସିଛି। ଏଠାରେ ମା ଯଶୋଦା ଶ୍ରୀକୃଷ୍ଣଙ୍କ ପାଇଁ ବ୍ୟସ୍ତ ହେଉଛନ୍ତି। ସେ କିପରି ବଣକୁ ଯାଇଛନ୍ତି, ଏପର୍ଯ୍ୟନ୍ତ ଫେରି ନାହାନ୍ତି, ଡେରି ହେଲାଣି, ପାଦରେ କଣ୍ଟା ଫୁଟିଯିବ, କମଳିଆ ପାଦରେ କଠାଉ ନେଇନାହାନ୍ତି, ବନରେ କଣ୍ଟା ଲାଗିକି ପାଦ ଚିନ୍ତା ହେଉଛି। ଏମିତି ଯାହା ଯାହା ତୁମେ ଜାଣିଛ ଲେଖିଛି, ଆରାମସେ ଲେଖିଯିବ। 5 ମାର୍କ 4 ମାର୍କ ତ ମିଳିବ। ଯଦି ନ ଲେଖିବ କିଛି ପାଇବନି। ତେଣୁ ସବୁ ଯାକେ ଫିଲ୍ଅପ୍ କରିବ। ଓକେ। ସେମିତି ତାପରେ ଦେଲା କ'ଣ, ତାହାଙ୍କର ଏହି ପ୍ରକାର ସ୍ୱାର୍ଥ ତ୍ୟାଗ ଓ ବୈରାଗ୍ୟ ଦେଖି ସମସ୍ତେ ବିସ୍ମାନିତ ହୋଇ ଧନ୍ୟ ଧନ୍ୟ କହିବାକୁ ଲାଗିଲେ। ଏଇଟା କେଉଁ ବିଷୟ ଦେଖ, ଏଇଟା କେଉଁ ବିଷୟ ଦେଖିବା ଆମେ? ଏଇଟା ଆମେ ଦେଖିବା ଆଚାର୍ଯ୍ୟ ହରିହରଙ୍କ ବିଷୟରୁ ଆସିଛି। ତାଙ୍କ ଲେଖକଙ୍କ ନାଁ ଲେଖି ଆଚାର୍ଯ୍ୟ ହରିହର କ'ଣ ପାଇଁ ଏମିତି ତାଙ୍କୁ କୁହାଯାଇଛି? ତାଙ୍କର ସ୍ୱାର୍ଥ ତ୍ୟାଗ ଆଉ ବୈରାଗ୍ୟ ଦେଖି ସମସ୍ତେ ବିସ୍ମାନିତ ହୋଇ ତାଙ୍କୁ ଧନ୍ୟ ଧନ୍ୟ କହିବାକୁ ଲାଗିଲେ। ସମସ୍ତେ କ'ଣ ତାକୁ ଧନ୍ୟ କହିବେ, ଧନ୍ୟ ଧନ୍ୟ ତାକୁ ବର୍ଣ୍ଣନା କରିକି ଲେଖିବ। ଲେଖିଲେ ଆରାମସେ ଫୁଲ୍ ମାର୍କ ପାଇଯିବ। ବୁଝିଲ? ସରଳତା 10 ମାର୍କରୁ 8 ମାର୍କ ତ ପାଇଯିବ, 4 ମାର୍କ 8 ମାର୍କ ହେଲା। ବୁଝିପାରିଲ? ଓକେ, ଭେରି ଗୁଡ୍। ତାପରେ ଦେଖ ଗୋଟେ ଦେଇଛି ଲଙ୍ଗ କ୍ୱେଶ୍ଚନ୍, 100ରୁ 150 ଶବ୍ଦ ମଧ୍ୟରେ ଉତ୍ତର ଲେଖ। ତ ପ୍ରାୟତଃ ଲଙ୍ଗ କ୍ୱେଶ୍ଚନ୍ ଆଉ ପଢ଼ୁନି, ଏଇଟା ତାଙ୍କର ପଢ଼ିଥିଲା ସ୍କୁଲରେ। ତୁମର ପ୍ରାୟ ପଢ଼ିବ ନ ପଢ଼ିବଟା ମୁଁ କହିବୁନି, କାରଣ ଲଙ୍ଗ କ୍ୱେଶ୍ଚନ୍ ଆଉ ବେଶୀ ପଢ଼ୁନାହିଁ। ଓକେ, ଲଙ୍ଗ କ୍ୱେଶ୍ଚନ୍ 2-4 ମାର୍କରେ ତଥାପି ଶିଖିଦେଇଥିବ। ଜଣେ ବିପ୍ଳବୀ, ସଂସ୍କାରକ ଓ ଶିକ୍ଷକ ଭାବରେ ଆଚାର୍ଯ୍ୟ ହରିହରଙ୍କ ପରିଚୟ ପ୍ରଦାନ କର। ତାଙ୍କ ବିଷୟରେ ଦେଇଛି ଲେଖିବା ପାଇଁ, ତାଙ୍କ ବିଷୟରେ ଯାହା ଜାଣିଛ ଲେଖିଯିବ ସବୁ। ଗଦ୍ୟଟା ଲେଖିବ ସୁବିଧା। ଯେ ତାରା ଆଉ ସୂର୍ଯ୍ୟ ମଧ୍ୟରେ କବି କାହାକୁ ଶ୍ରେଷ୍ଠ ପ୍ରଦାନ କରିଛନ୍ତି। ପଦ୍ୟ ଟିକେ ଲେଖିଲେ ଟିକେ ଅସୁବିଧା ହେବ, ବା ପଦ୍ୟ ଲେଖିଲେ ଭଲ, କିନ୍ତୁ ଗଦ୍ୟଟା ଟିକେ ଲେଖିବା ପାଇଁ ମନେ ରହେ। ଗଦ୍ୟଟାକୁ ଭଲସେ ପଢ଼ି ଦେଇକି ଲେଖିଦେବ, ଆରାମସେ ମନେ ରହିଯିବ। ବୁଝିଲ କି ନାହିଁ? ଗଦ୍ୟ ଲେଖିବା ପାଇଁ ବହୁତ ହି ସୁବିଧା, ତେଣୁ ଗଦ୍ୟଟାକୁ ଭଲସେ ପଢ଼ି ଦେଇକି ଲେଖିଲେ ମନେ ରହିବ। ଗଦ୍ୟ ଯେଉଁ ଦେଇନି କି ତୁମେ ଲେଖିଦେବ 100ରୁ 150 ଶବ୍ଦ ଭିତରେ। ତ ଦେଖିବ କେମିତି ଗଣିବ। ତୁମର ଗୋଟେ ଧାଡ଼ିରେ ଧର, ତୁମର ଗୋଟେ ଧାଡ଼ିରେ ହେଲା ଲେଖୁଛ 8ଟା ଶବ୍ଦ ହେଲା, ତ ସେଇ ଅନୁସାରେ ତୁମେ 15 ଧାଡ଼ି ଲେଖିଦେବ। 15 × 120, 100ରୁ ଅଧିକ 150 କମ୍ ହେଲା। ଯଦି ତୁମେ ଗୋଟେ ଧାଡ଼ି 7ଟା ଶବ୍ଦ ଧରୁଥିବ, ସେଇ ଅନୁସାରେ ଆଉ ଟିକେ ଲାଇନ୍ ବଢ଼େଇ ଦେବ ହେଲା। ତ ଶବ୍ଦ ଗଣିଦେବ, ଗୋଟେ ଲାଇନ୍ରେ କେତେଟା ଶବ୍ଦ ଧରୁଛି ସେଇ ହିସାବରେ ଲେଖିଦେବ, ଫୁଲ୍ ମାର୍କ ପାଇଯିବ। ଯାହା ଜାଣିଛ ଆଚାର୍ଯ୍ୟ ହରିହରଙ୍କ ବିଷୟରେ ସବୁ କିଛି ତାଙ୍କର ଲେଖିଯିବ, ଭଲ ଗୁଣଟା ହେଲା। ବୁଝିଲ? ଆଚ୍ଛା, ସାବାସ୍। ବର୍ତ୍ତମାନ 5 ନମ୍ବର କ୍ୱେଶ୍ଚନ୍ ଦେଖ କ'ଣ ଦେଇଛି। 5 ନମ୍ବର ହେଲା 6 ନମ୍ବର। 6 ନମ୍ବର ଦେଲା ଯେ ତୁମ ଭଉଣୀର ବିବାହଘରରେ ଯୋଗ ଦେବାକୁ ଅନୁରୋଧ କରି ସାଙ୍ଗ ନିକଟକୁ ପତ୍ର। ଗୋଟେ ଚିଠି ଲେଖିବ କାହାକୁ? ତୁମ ସାଙ୍ଗକୁ, ଯେ ସାଙ୍ଗ ମୋ ଭଉଣୀର ବାହାଘର ଆସିକି ପହଞ୍ଚିବ। ଯଦି ଲେଖିଦେବୁ ଛାଡ଼ିଦେବ, 6 ମାର୍କ ପାଇଯିବ। ଜମା ସେମିତି କରିବନି। ତାକୁ ଥାଏ ତରିକା ଲେଖିବା ପାଇଁ ନା। ସ୍ନେହର ସୀମା, ତ ସାଙ୍ଗ ନାଁ ସୀମା, ବା ତୁମ ପୁଅ ଝିଅ କାଁ କହିଲେ ପୁଅ ନାଁ ହେବ ସ୍ନେହର ବିବେକ ଲେଖିକି, ଆଉ କେମିତି ଅଛୁ ମଉସା ମାଉସୀଙ୍କୁ ନମସ୍କାର ଜଣାଇଦେବୁ, ଆଶା କରେ ଭଲ ଥିବୁ। ତାପରେ ଜଣାଇବୁ ଯେ କ'ଣ କ'ଣ ବାହାଘର କେବେ ଅଛି, କେଉଁ ଦିନ ହେବ, କ'ଣ ହେବ, ତୁ କେବେ ଆସିକି ପହଞ୍ଚିବୁ। ଏମିତି ଲେଖାଯାଏ ଚିଠି ଲେଖିବ। ଆଉ ଲାଷ୍ଟକୁ ଇତି ତୋର ସାଙ୍ଗ ନାଁ ଲେଖିଦେବ। ତାପରେ ଠିକଣା ଲେଖିବ, ଆଡ୍ରେସ୍, ତୁମର ଠିକଣା, ଗ୍ରାହକ ଆଉ ପ୍ରେରକ, ଯିଏ ପଠାଉଛି କିଏ ପାଇବ ହେଲା। ଲେଖିଦେଲେ ଆରାମସେ ପାଇଯିବ। ଯଦି ତୁମକୁ ଦରଖାସ୍ତ ବା ପତ୍ର ଲେଖିବା ପାଇଁ ଟିକେ କଷ୍ଟ ଲାଗୁଛି, କ'ଣ କରିବ? ଲେଖିଦେବ କ'ଣ? ରଚନା ଦେଇଛି ତୁମର ପ୍ରିୟ ଋତୁ। ବର୍ତ୍ତମାନ ବର୍ଷା ଋତୁ ଚାଲିଛି, ବର୍ଷା ଋତୁ ଲେଖିଦେବ। ନହେଲେ ତୁମର ଯେଉଁଟା ଭଲ ଲାଗେ, ଗ୍ରୀଷ୍ମ ଋତୁ ଲେଖିପାରିବ, ବସନ୍ତ ଋତୁ ଲେଖିବ। ବେସିକାଲି ବର୍ଷା, ଗ୍ରୀଷ୍ମ, ଶୀତ ଲେଖିଲେ ଇଜି ହୁଏ ହେଲା। ତୁମେ ଶରତ କି ହେମନ୍ତ କିମ୍ବା ଶୀତ ବସନ୍ତ ଋତୁ ଲେଖିଲେ ଟିକେ କଷ୍ଟ ହେବ। ତୁମେ ଲେଖିବ ଯଦି ଗ୍ରୀଷ୍ମ ଋତୁ, ନହେଲେ ଶୀତ ଋତୁ, ନହେଲେ ବର୍ଷା ଋତୁ, ଏ ତିନିଟା ଯେକୌଣସି ଗୋଟେ ଲେଖିଲେ ଇଜି ହେବ। ଦେଖ 150 ଶବ୍ଦ ଭିତରେ କହିଛି, 150 ଶବ୍ଦ ମଧ୍ୟରେ, ବେଶୀ ଲେଖିବନି। 15-20 ଧାଡ଼ି ଲେଖିଦେବ, ଲେଖିଦେଲେ ତୁମର କମ୍ପ୍ଲିଟ୍ ହେଇଯିବ। ଓକେ। ତ ଇଏ ଥିଲା କେତେ ମାର୍କ? 6 ମାର୍କ। ମାନେ ତୁମକୁ 6 ଲେଖା ହେଇଛି, ଗୋଟେ ଟୋଟାଲ୍ ପରେ 6 ମାର୍କ, ଦୁଇଟି ଲେଖିଲେ ବି 6 ମାର୍କ। ଦେଖୁନ, ଇଏ 6, ଇଏ 4, 10, ଇଏ 10, 20, ଇଏ 10, 30, 5, 35, 5, 40। ତାହେଲେ ସର୍ଟ କ୍ୱେଶ୍ଚନ୍ ପାଇଗଲା 10 ମାର୍କ, ଅନୁଚ୍ଛେଦ ପାଇଗଲା 10 ମାର୍କ, 20 ମାର୍କ। ଏଇ 20 ମାର୍କ ଆରାମସେ ଲେଖିପାରିବ। ତାପରେ ଯେଉଁ 20 ମାର୍କ ଲଙ୍ଗ କ୍ୱେଶ୍ଚନ୍ ରହିଲା ଆଉ।
ତେଣୁ ସାହିତ୍ୟରେ ଲଙ୍ଗ କୋଶ୍ଚିନ୍ ଭଲ ଲେଖିଲେ ଭଲ ମାର୍କ ପାଇବେ। ଯଦି ଲଙ୍ଗ କୋଶ୍ଚିନ୍ ଠିକ୍ ଠାକ୍ ନ ଲେଖିବ ତୁମ ସରଳ ଅର୍ଥରେ 2 ମାର୍କ କଟିଗଲା, ତୁମକୁ ସରଳ ଅର୍ଥରେ 2 ମାର୍କ କଟିଗଲା। ଆଉ ଏଠି ଲଙ୍ଗ କୋଶ୍ଚିନ୍ 1 ମାର୍କ କଟିଗଲା, ଏଠି ରଚନାରେ 1 ମାର୍କ କଟିଗଲା। ଯଦି ପତ୍ର ଲେଖନ ଲେଖିବ ମାର୍କ କାଟି ହେବ ନାହିଁ, ତ କେତେ ମାର୍କ 3-4 ମାର୍କ କଟିଗଲା। 4 ମାର୍କ କଟିଗଲେ କେତେ ହେବ? 36, 35-36 ହେଇଯିବ। ତେଣୁ ଭଲସେ ଲେଖିଦେଲେ 30-39 ଆରାମସେ ରହିବ ପିଲାମାନେ। ବୁଝୁଛନ୍ତି ପିଲାମାନେ? ବୁଝୁଛ କି ନାହିଁ? ବଢ଼ିଆ ପିଲା ତୁମେ, ବଢ଼ିଆ ପିଲା। ହ୍ୱାଟ୍ସଆପ୍ ଗ୍ରୁପ୍ରେ ଜଏନ୍ କରିକି ଆରାମସେ ଜଏନ୍ କରିଯିବ। ଏବଂ ଯେଉଁମାନେ ଅନଲାଇନ୍ କୋଚିଂ ନେବା ପାଇଁ ଚାହୁଁଛ ଏଇଟା କଣ୍ଟାକ୍ଟ ନମ୍ବର ଯୋଗାଯୋଗ କଲେ ତୁମେ ଅନଲାଇନ୍ କୋଚିଂ ନେଇପାରିବ। ଓକେ, 6 ଆଉ 7 ବୋଥ୍ କ୍ଲାସ୍ ପିଲାମାନେ ଅନଲାଇନ୍ କୋଚିଂ ନେଉଛନ୍ତି ଏବଂ ପ୍ରିଭିୟସ୍ ଇୟର୍ କୋଶ୍ଚିନ୍ ବର୍ତ୍ତମାନ ପ୍ରାକ୍ଟିସ୍ ଚାଲିଛି। ଏବଂ PDF ସେଠି ସବୁ ପାଇଯିବ ଏବଂ ଯାହା ସବୁ କୋଶ୍ଚିନ୍ ଅଛି ପରୀକ୍ଷା ପୂର୍ବରୁ ସବୁ କୋଶ୍ଚିନ୍ ତୁମେ ପାଇଯିବ। ଓକେ, ଏଇ ବର୍ଷର କୋଶ୍ଚିନ୍ ଗୁଡ଼ା ୱିଥ୍ ଆନ୍ସର୍ ହେଲା ପିଲାମାନେ। ତ ଆଶା କରୁଛି ନିଶ୍ଚିତ ଭାବେ ତୁମକୁ ଭିଡ଼ିଓ ବହୁତ ହି ବେନିଫିଟ୍ ଦେବ। ଯଦି ବେନିଫିଟ୍ ଦେବ ତାହେଲେ ଟିକେ ଖାଲି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନୋଟିଫିକେସନ୍ଟାକୁ ଅନ୍ କରିଦିଅ। ଓକେ ପିଲାମାନେ, ହେଲା, ବୁଝିଲ? ପୁଣି ଦେଖା ହେବ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହିଲି। ଥ୍ୟାଙ୍କ ୟୁ ସୋ ମଚ୍। ହାଭ୍ ଏ ଗୁଡ୍ ଡେ।